ଯେତେବେଳେ ଗ୍ରହଣ ପୃଥିବୀରେ ପଡ଼ିଥିବ ସେତେବେଳେ ଦେଶ ଦେଶ ମଧ୍ୟ ଘୋର ରଣ ହେବ। ମହାପୁରୁଷ ଲେଖିଛନ୍ତି ତେଣୁ ଏଇ ଘୋର ରଣ ସେହି ସମୟରେ ହେବ ଯେତେବେଳେ ଘୋର ଚନ୍ଦ୍ରଗ୍ରହଣ ପଡ଼ିଥିବ। ଆଉ ଦେଖନ୍ତୁ ଏ ଭୟଙ୍କର ଚନ୍ଦ୍ରଗ୍ରହଣ ଏବେ ଚାଲିଛି। ଏଇ ସପ୍ତାହଟା ବଡ଼ ବିପଦର ସମୟ ବୋଲି ବିଚାର କରାଯାଉଛି। ତ ଆମେ ବହୁତ ଥର ଆଗରୁ କହିଛୁ ଯେ କି ମାଳିକାରେ ମହାପୁରୁଷ ଅନେକ ଥର କହିଛନ୍ତି ଯେ କି ଭୟଙ୍କର ଯୁଦ୍ଧର କଥା, ଆଉ ଯାହାକି ମହାପୁରୁଷ ଲେଖିଛନ୍ତି ମଧ୍ୟ ଭୟଙ୍କର ଯୁଦ୍ଧ ହେବ, ଦେଶ ଦେଶ ମଧ୍ୟ ଗୋଳ ହୋଇବଲ ଯାଇ ଫୁଲ, ଏଇ କଥାଟି ଅଟଇ ଧ୍ରୁବ। ତେଣୁ ଭୟଙ୍କର ଯୁଦ୍ଧ ହେବ କେଉଁ ସମୟରେ ହେବ ନା ଯେତେବେଳେ ଗ୍ରହଣ ପୃଥିବୀରେ ପଡ଼ିଥିବ ସେତେବେଳେ ଦେଶ ଦେଶ ମଧ୍ୟ ଘୋର ରଣ ହେବ। ମହାପୁରୁଷ ଲେଖିଛନ୍ତି ତେଣୁ ଏଇ ଘୋର ରଣ ସେହି ସମୟରେ ହେବ ଯେତେବେଳେ ଘୋର ଚନ୍ଦ୍ରଗ୍ରହଣ ପଡ଼ିଥିବ। ଆଉ ଦେଖନ୍ତୁ ଏ ଭୟଙ୍କର ଚନ୍ଦ୍ରଗ୍ରହଣ ଏବେ ଚାଲିଛି। ଏଇ ସପ୍ତାହଟା ବଡ଼ ବିପଦର ସମୟ ବୋଲି ବିଚାର କରାଯାଉଛି। ତେଣୁ ନିଶ୍ଚିନ୍ତ ଭାବରେ ପୁଣି ଯଦି ମହାପୁରୁଷଙ୍କର ବାଣୀକୁ ଦେଖିବା 26 ଅଙ୍କରେ ପୃଥିବୀ ବୃକ୍ଷରେ ହୋଇବ ମହାସମର, ଭାରତର ଶେଷ ସମରଟି ବୋଲି ଜାଣିଥାଉ ଦୁଇ ବୀର। ତେଣୁ ପୃଥିବୀରେ ଯେତେବେଳେ ଗ୍ରହଣ ପଡ଼ିଥିବ ସେହି ସପ୍ତାହଟା ଅତି ବିପଦ। ତେଣୁ ଭୟଙ୍କର ଯୁଦ୍ଧ ହେବ, ଦେଶ ଦେଶ ମଧ୍ୟ ଗୋଳ ହେବ ବୋଲି ମହାପୁରୁଷ 600 ବର୍ଷ ତଳେ ତାଳପତ୍ର ପୋଥିରେ ଲେଖିଥିଲେ। ଏହା ମଧ୍ୟ ସତ୍ୟ ହୋଇଛି, ଏବେ ଆପଣ ଦେଖୁଛନ୍ତି। ତେଣୁ ଏହି ସପ୍ତାହଟି ଅତି ଭୟଙ୍କର ସମୟ ବୋଲି ବିଚାର କରାଯାଉଛି। ନିଶ୍ଚିନ୍ତ ଭାବରେ ଅନେକ ଥର ମଧ୍ୟ ଆମେ ଆଗରୁ କହିଛୁ, ଏ କଥାର ସତ୍ୟତା ମଧ୍ୟ ପ୍ରମାଣ ମଧ୍ୟ ହେଇଗଲା, ଯାହାକି ପର୍ବତ ଶିଖରେ ଫୁଟିବ କହିଁ ଅଚ୍ୟୁତ ବଚନ ଟଳିବ ନାହିଁ। ତେଣୁ ମହାପୁରୁଷ ମଧ୍ୟ ଏ କଥା ଆଗରୁ ଲେଖିଥିଲେ ଯେ ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ ପୂର୍ବେ ନ ରହିବେ କେହି, ଝାଡ଼ ବାଡ଼ ଧରି ଯେତେକ ରହିବେ କୂଳକୁ ବିହନ ସେଇ। ତେଣୁ ଯାହାକି ଯେତେବେଳେ ପଶ୍ଚିମରେ ଘୋର ଭୟଙ୍କର ଯୁଦ୍ଧ ଆରମ୍ଭ ହେବ, ପୂର୍ବର ଅନେକ ଦେଶ ମଧ୍ୟ ଲୋପ ପାଇଯିବ। ଏଠି ମଧ୍ୟ ଆପଣଙ୍କୁ କହିଦେଇ ଯାଉଛୁ ଯେ କି ମହାପୁରୁଷ ମଧ୍ୟ ଲେଖିଛନ୍ତି ଏ 29 ରୁ 31 ଭିତରେ ଅନେକ ଦେଶ ମଧ୍ୟରେ ଘୋର ରଣ ହେବା ସହିତ ମାନେ ପରସ୍ପର ଭିତରେ ଅନେକ ଲୋକମାନେ ମୃତ୍ୟୁବରଣ କରିବେ କେବଳ ଯୁଦ୍ଧ ହୋଇକି। ତେଣୁ ମହାପୁରୁଷ ମଧ୍ୟ ଲେଖିଛନ୍ତି ଯେ କି ଏହା ଦେଖି ରୁଷିଆ ଯେ ହୋଇବଠିଆ, ଭାରତ ସମରେ ଯେ କୁଟିଆ, ଯେ ଭାରତ ସହିତ ଯେତେବେଳେ ଯୁଦ୍ଧ ଆରମ୍ଭ କରିବେ କେତୋଟି ଦେଶ ନା 13ଟି ଇସଲାମିକ କଣ୍ଟ୍ରି ଦେଶ ଭାରତ ସହିତ ଯୁଦ୍ଧ କରିବ, ଯାହାକି ମହାପୁରୁଷ ଲେଖିଛନ୍ତି। ତେଣୁ 13 ଟୋପିଆ ଯେ ଏକାଠି ହେବେ ଭାରତ ସହିତ ଯୁଦ୍ଧ କରିବେ। କେବଳ ଯେ ପଶ୍ଚିମରେ ଯୁଦ୍ଧ ହେଉଛି ଯେ କି ଆପଣଙ୍କର ଆମେରିକା ମୁଣ୍ଡ ପୁରଉଛି, ଇସ୍ରାଏଲ ଇରାନ ଭିତରେ ଇରାକ ଭିତରେ ଯୁଦ୍ଧ ହେଉଛି ସେ କଥା ନୁହେଁ। ଭାରତ ସହିତ ମଧ୍ୟ ଆପଣଙ୍କର 13ଟି ଦେଶ ମଧ୍ୟ ଭାରତ ସହିତ ଯୁଦ୍ଧ କରିବା କଥା ମହାପୁରୁଷ ମାଳିକାରେ ଲେଖିଛନ୍ତି। ନିଶ୍ଚିନ୍ତ ଭାବରେ ଆମେ ମଧ୍ୟ ଅନେକ ଥର ଏ କଥାକୁ କହିଛୁ, ଅନେକ ଟିଭି ଚ୍ୟାନେଲ ମାଧ୍ୟମରେ ମଧ୍ୟ କହିଛୁ। ମଧ୍ୟ ଭାରତ ମଣ୍ଡଳରେ ମଧ୍ୟ ଯୁଦ୍ଧର କଥା ମଧ୍ୟ ଲେଖା ହେଇଥିଲା। ଯେତେବେଳେ ମୀନ ଶନି ସଂଯୋଗ ହେବ, ଯେତେବେଳେ ସମର ଲାଗିବ ବାବୁ ଭାରତ ମଣ୍ଡଳେ। ଦେଖନ୍ତୁ ପହଲଗ୍ରାମର ଆତଙ୍କବାଦୀଙ୍କ ଆକ୍ରମଣ ପରେ ଯୁଦ୍ଧର ପରିସ୍ଥିତି ମଧ୍ୟ ଉପୁଜିଲା। এই କଥା ମଧ୍ୟ ସମସ୍ତେ ଦେଖିଲେ, ମାଳିକାର ସତ୍ୟତାକୁ ମଧ୍ୟ ଆପଣ ଅନୁଭବ କଲେ। ପୁଣି ମଧ୍ୟ এই ମୀନ ଶନିର ଯୋଗ ଚାଲିଛି। ଯେତେବେଳେ ମାର୍ଚ୍ଚ 29 ତାରିଖରେ ମୀନ ଶନିର ଯୋଗ ଚାଲିଲା, ସେହି ସମୟ ଭିତରେ ଦେଶ ଦେଶ ମଧ୍ୟରେ କେବଳ ଯୁଦ୍ଧର ପରିସ୍ଥିତି ଉପୁଜିଲା, କିନ୍ତୁ ଏବେ ପରିସ୍ଥିତି ଯୁଦ୍ଧ ଚାଲିଛି। ଆଉ ଯାହାଦ୍ୱାରା ମହାପୁରୁଷଙ୍କର ମାଳିକା ସତ୍ୟତା ପ୍ରମାଣ ମିଳିଛି। ଆମେ ମଧ୍ୟ ଅନୁଭବ କରୁଛୁ ଯେ କି 26 ଅଙ୍କରେ ପୃଥିବୀ ପକ୍ଷରେ ହୋଇବ ମହାସମର। ଦେଖନ୍ତୁ ଯଦି ଆମେ ଦେଖିବା ମାଳିକାର କଥାକୁ ଦେଖିବା, ବାବା ଭେଙ୍ଗ ମଧ୍ୟ ଆଗରୁ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଯେ କି 25 ଆଉ 26 ଅଶାନ୍ତିର ବର୍ଷ ହେବ। ତେଣୁ ଯେହେତୁ ଯୁଦ୍ଧ କେଉଁଠି ଶାନ୍ତି ପ୍ରଦାନ କରେ ନା, ବରଂ ଯୁଦ୍ଧ ମଧ୍ୟ ଅଶାନ୍ତି ପ୍ରଦାନ କରୁଛି। ଅନେକ ଲୋକ ନିରୀହ ଜୀବ ମଧ୍ୟ ମୃତ୍ୟୁବରଣ କରୁଛନ୍ତି, ଜୀବନ ଚାଲି ଯାଉଛି। ଅନେକ ଭାରତୀୟ ମଧ୍ୟ ବାହାରେ ଯେଉଁ ରହିଛନ୍ତି ସେମାନଙ୍କର ମାନେ ଦେହ ଜୀବନ ମଧ୍ୟ ବିପଦରେ ରହିଛି। ତ ସେଥିପାଇଁ ଏ 26 ବର୍ଷଟି ନିଶ୍ଚିନ୍ତ ଭାବରେ ଗୋଟିଏ ଯୁଦ୍ଧର ପରିସ୍ଥିତି ଉପୁଜିବ ବୋଲି ମହାପୁରୁଷ ତାକୁ ଆଗରୁ ମାଳିକାରେ ଲେଖିଥିଲେ, ଆଉ ତାହା ମଧ୍ୟ ସତ୍ୟ ହୋଇଛି। ଅନେକ ଲୋକ ଏବେ କହିବେ ଯେ ମାଳିକା ଆପଣ ହେଇସାରିଲା ପରେ କହୁଛନ୍ତି, ବିଲକୁଲ ତା ନୁହେଁ। ଇଏ ପଦ ଗୁଡ଼ାକ ଆମେ ଲେଖିଦେଇନୁ ଯେ କି 26 ଅଙ୍କରେ ପୃଥିବୀ ପକ୍ଷରେ ହୋଇବ ମହାସମର, ଭାରତର ଶେଷ ସମରଟି ବୋଲି ଜାଣିଥାନ୍ତୁ ବୀର। ଅଚ୍ୟୁତାନନ୍ଦ ମହାପୁରୁଷ ମଧ୍ୟ ଏକଥା ଲିଖିଛନ୍ତି। ପୁଣି ଏ ଗ୍ରହଣ ସମୟ କଥା ଯଦି କହିବା, ପୃଥିବୀରେ ଗ୍ରହଣ ଯେତେବେଳେ ପଡ଼ିଥିବ ସେବେଳେ ଦେଶ ଦେଶ ମଧ୍ୟ ଘୋର ଯୁଦ୍ଧ ହେବ। ଏବେ ଦେଖନ୍ତୁ ଏବେ ଗ୍ରହଣ ପଡ଼ିଛି ଦୋଳ ପୂର୍ଣ୍ଣମୀରେ, ଆଉ ତା ସହିତ ମଧ୍ୟ ଯୁଦ୍ଧର ପରିସ୍ଥିତି ଉପୁଜିଛି, ଆଉ ଭୟଙ୍କର ଯୁଦ୍ଧ ମଧ୍ୟ ଚାଲିଛି। ନିରୀହ ଜୀବନ ଗୁଡ଼ିକ ମଧ୍ୟ ଚାଲି ଯାଉଛି ଏ ଯୁଦ୍ଧରେ। ନିଶ୍ଚିନ୍ତ ଭାବରେ ଯଦି ଆମେ କହିଲୁ ପୂର୍ବରୁ ମଧ୍ୟ ଏ କଥାକୁ ଆଲୋଚନା ମଧ୍ୟ କରିଛୁ ଯେ କି 13 ଟୋପିଆ ଯଦି ଏକାଠି ହେବେ ଭାରତ ସହିତ ଯୁଦ୍ଧ କରିବେ। ନିଶ୍ଚିନ୍ତ ଭାବରେ
ଇସଲାମିକ କଣ୍ଟ୍ରି ଗୁଡ଼ିକ ଏକାଠି ହେବେ, ଭାରତ ସହିତ ମଧ୍ୟ ଷଡ଼ଯନ୍ତ୍ର କରିବେ। ତେଣୁ ନିଶ୍ଚିନ୍ତ ଭାବରେ କିନ୍ତୁ ଇସଲାମ କଣ୍ଟ୍ରି ଯେଉଁଗୁଡ଼ିକ ରହିଛନ୍ତି ଆମେ ମଧ୍ୟ ସ୍ପଷ୍ଟ ଭାବରେ କହିଛୁ ସେମାନେ ଧରାଶାୟୀ ହେବେ, ଇସଲାମିକ କଣ୍ଟ୍ରି ଗୁଡ଼ିକ ଧରାଶାୟୀ ହେବେ ବୋଲି ମଧ୍ୟ ମହାପୁରୁଷ ଲେଖିଛନ୍ତି। ତେଣୁ ଭାରତର କୌଣସି ବିଗାଡ଼ି ପାରିବେନି କୌଣସି ଦେଶ, ଏହା ମଧ୍ୟ ମାଳିକା ଭାବରେ ସ୍ପଷ୍ଟ ଭାବରେ ଲେଖା ହେଇଛି। ଭାରତର କୌଣସି ଦେଶ ବିଗାଡ଼ି ପାରିବ ନାହିଁ, କିନ୍ତୁ ଯୁଦ୍ଧର ପରିସ୍ଥିତି ମଧ୍ୟ ଉପୁଜିବ। ଆଉ ତା ସହିତ ମଧ୍ୟ ଇସଲାମିକ କଣ୍ଟ୍ରି ଯେଉଁ ଦେଶ ସହିତ ଯୁଦ୍ଧ କରୁ ଇସଲାମିକ କଣ୍ଟ୍ରିର ଧରାଶାୟୀ